ଫସଲ ଫସଲ ଗୁଡା ନଷ୍ଟ ହେଇଯାଉଛି ଚାଷୀ ମାନେ ହଇରାଣ ହେବେ ଆପଣଙ୍କ ଭୂତକୁ ପଠେଇକି ଟିକେ ସେ ଚାଷୀ ଫାଷୀ ଧାନ ଫସଲ ଟିକେ ରକ୍ଷା କରୁନାହାନ୍ତି। ନାଇଁ ସେଥିପାଇଁ ଆମ ସରକାର ପୁରା ଏକରେ ତ 31 କଲେ, ଦୁଇରେ ପୁରା ରେଜିଷ୍ଟ୍ରେସନ ସବୁ ମରୁଡି ପାଇଁକା ଏଇ ଯୋଉ ବାତ୍ୟା ବନ୍ୟା ପାଇଁ ବା ସବୁ ରେଜିଷ୍ଟ୍ରେସନ ବୀମା ଯୋଜନା କରିଛନ୍ତି ବା ଆପଣଙ୍କ ବୀମା କହିଦଉନାହାନ୍ତି ଚ୍ୟାନେଲ ମାଧ୍ୟମରେ ସବୁ ବୀମା କରିନାହାନ୍ତି ସମସ୍ତେ ବା ବୀମା କଲେ ମୁଁ କଲି ସାରା ଓଡିଶା ଲୋକ ପାଇଁ ବୀମା କରାଗଲା ତେଣୁକରି ବୀମା କିଛି ହବନି କ୍ଷତି କିନ୍ତୁ ହୁଁ କମ କ୍ଷତି ହେଲେ ମତେ ବୀମା ପୁରା ମୁଖ୍ୟମନ୍ତ୍ରୀ ଯୋଜନା ବୀମା ଯୋଜନା ମୁଖ୍ୟମନ୍ତ୍ରୀଙ୍କର ହେଇନି କଣ ଆପଣ ଜାଣିନାହାନ୍ତି ଜାଣିଥିବେ ନା। ହଁ ହେଇଛି ଯେ କିନ୍ତୁ ଆପଣଙ୍କ ଭୂତ ସରକାରଙ୍କୁ କାଇଁ ଏତେ କଷ୍ଟ କରିବାକୁ ପଡିବ ଆପଣ ତ କରିଦେଇଥାନ୍ତେ ଆଉ ସରକାରଙ୍କୁ କେତେ ବୀମା କରିବାକୁ ଯୋଜନା କରିବାକୁ କାଇଁ ପଡିଥାନ୍ତା। ଆପଣଙ୍କ ଭୂତ ମାନେ ଯଦି ତାକୁ ଫସଲ ଅଟକେଇ ଦିଅନ୍ତେ ସବୁ ଯଦି ଠିକ ଠାକ କରିଦିଅନ୍ତେ ହୁଅନ୍ତାନି। ଶୁଣନ୍ତୁ ବର୍ଷା ନହେଲେ କଣ କି ଟିକେ ଅସୁବିଧା କଣ କି ବର୍ଷାରେ ମାଛ ମାନେ ରହିବେ ବର୍ଷାରେ ପକ୍ଷୀ ମାନେ ଚାତକ ପକ୍ଷୀ ସେ ତ ତଳୁ ଆସିବନି ବର୍ଷା ହେଲେ ସେ ପାଣି ପିଇବ ସେ ଉପାସରେ ଥିବ ବର୍ଷା ହେଲେ ସେ ପାଣି ଚାତକ ପାଖି ଓଡିଶାର ଲୋକମାନେ ଆପଣ ଚ୍ୟାନେଲ ମାଧ୍ୟମରେ ଜାଣନ୍ତୁ ସେ କେବେ ପୋଖରୀରୁ ପାଣି ପିଇବନି ତଳକୁ କେବେ ଓହ୍ଲେଇବନି ଡାଳରେ ବସିବନି ସେ ଆକାଶରୁ ବର୍ଷା ହେଲେ ହିଁ ସେ ପାଣି ପିଇବ ଚାତକ ସବୁବେଳେ ସେ ବର୍ଷା ପାଣି ପିଏ ସବୁବେଳେ ଏଇଟା ଓଡିଶାବାସୀ ଆପଣ ଚ୍ୟାନେଲ ମାଧ୍ୟମରେ ଜାଣି ରଖନ୍ତୁ ତେଣୁ ବର୍ଷାଟା ବନ୍ଦ ହେଇଗଲେ କଣ କି ଚାତକ ପକ୍ଷୀ ପାଣି କେମିତି ପିଇବ ତା ମନ ଖରାପ ହବନି ମୁଁ ମୋ ଭୂତ ମାନଙ୍କୁ ପଠେଇକିରି ବର୍ଷାଟା ବନ୍ଦ କରି ତା ମନ ଦୁଃଖ ହବନି ତେଣୁ ପ୍ରକୃତିର ବାଲାନ୍ସ ରଖିବାକୁ ପଡିବ ଏମିତି ଭାବରେ ହବ ସାପ ମରିବନି କି ବାଡି ଭାଙ୍ଗିବନି ବାତ୍ୟା ହବନି ଗଛ ଡାଳ ପତ୍ର ଭାଙ୍ଗିବନି ଜଷ୍ଟ ଖାଲି କୋଉଠି ପତ୍ର ପୁତ୍ରଟା ପଡିଲା କୋଉଠି ଫଳଟା ଗଛରୁ ପିଜୁଳିଟା ଛିଡି ପଡିଲା ସେତିକି ଆଉ କେହି ହଇରାଣ ହରକତ ହେବେନି ଆଉ ସ୍କୁଲ ପିଲାଙ୍କୁ ତ ଛୁଟି ଦିଆଗଲା ସେମାନେ ଏଇନା ଯାହା ଟ୍ୟାକ୍ସ ଫ୍ୟାକ୍ସ ଘରେ କରିବେ ଟିକେ ସ୍କୁଲରେ ବହୁତ ତାଙ୍କୁ ପ୍ରେସର ହଉଛି ସେମାନେ ଏଇନା ବୁଲାବୁଲି ଟିକେ କରିବେ 2 ଦିନ ଏଇନା ପିଲାଙ୍କୁ ସ୍କୁଲ ପିଲାଙ୍କୁ ଛୁଟି କରିଦେଲେ ଭୂତମାନେ ମୋର ଯାହା ପିଲାମାନେ ଖୁସି ହେଇକି ଯାଇକି ବୁଲ କେତେ ଆଚ୍ଛା ପିଲାମାନେ ଖୁସି ସ୍କୁଲ ପିଲାମାନେ ଖୁସି ନା ନାଇଁ 2 ଦିନ ଛୁଟି ହେଲା ନା ନାଇଁ ତାଙ୍କର କେତେ ପିଲା ବୁହାଉଛନ୍ତି ବ୍ୟାଗ ଏଠି ବାତିଲ ହେଇଗଲାଣି ପୁରା ଛୁଟି ବାତିଲ ବହୁତ ଜାଗାରେ ହେଇଗଲାଣି ନାଇଁ ନାଇଁ ମୁଁ ବାତିଲ କରେଇଦେବିନି ଛୁଟି କରାଯିବ ବାତିଲ କି? ହେଇପାରିବନି ନାଇଁ ନାଇଁ ଛୁଟି ବାତିଲ ହେଇପାରିବନି ଛୁଟି ରହିବ ଅଫିସ ଛୁଟି ରହିବ ସ୍କୁଲ ପିଲାଙ୍କର ସ୍କୁଲ ପିଲା ଛୋଟ ଛୋଟ ପିଲା ଗୁଡା କେତେ କୁନି ପିଲା ଗୁଡା ସେମାନଙ୍କ ପାଇଁ ସ୍ପେଶାଲ ମୁଁ କରିଛି ଅର୍ଡର ଦେଇଛି ଆଚ୍ଛା ସେମାନଙ୍କର ଛୁଟି ହବ ସେମାନେ ବୁଲାବୁଲି କରିବେ ଖେଳାବୁଲା କରିକି ହସ ଖୁସି ଟିକେ କରିବେ ବାତ୍ୟା ହୁଁ କିଛି ଜୋରଦାର ହବନି ଆପଣ ମାନେ ବେଫିକର ରୁହନ୍ତୁ ଘରେ ଖାଇ ପିଇକି ଶାନ୍ତିରେ ରୁହନ୍ତୁ କିଛି ଆଳୁ ରେଟ୍ ବଢିବନି କି ପିଆଜ ରେଟ୍ ବଢିବନି କି ବାଇଗଣ ରେଟ୍ ବଢିବନି କି କଳା ବଜାରୀ ହବନି ମାନେ ପେଟ୍ରୋଲ ମତେ ଡିଜେଲ ଲାଗୁଛି ଅସୁବିଧା ହବନି। ମତେ ଲାଗୁଛି ସରକାର ବୋଧେ ଆପଣଙ୍କ କଣ୍ଟ୍ରୋଲ ରେ ପୁରା ଆପଣ ଭୂତ ମାନଙ୍କ କଣ୍ଟ୍ରୋଲ ରେ ସରକାର ଅଛନ୍ତି। ହଁ ସରକାର ମୁଁ ତିଆରି କରୁଛି ସରକାରକୁ ନବ ଦାସଙ୍କୁ କହିକି ନବ ଦାସଙ୍କ ଯୋଗୁ ବା ସରକାର ତିଆରି ସରକାର କଣ୍ଟ୍ରୋଲ ମୁଁ ବା ସରକାର ତିଆରି ବନେଇଛି ଓ 2023 ଡିକ୍ଲାର ଦେଲି ନବ ଦାସଙ୍କୁ ନେଇକି ନବ ଦାସ କହିଲେ ମୁଁ ସାହାଯ୍ୟ କରିବି ସରକାର ବନେଇବା ଆମେ ଆଗକୁ ଫୁଲ ସରକାର ବନେଇବା ଦେଶ ଭରେ ସୁଖ ଶାନ୍ତି ରହିବ ଇଏ ସରକାରଟା ବଡ ହଇରାଣ କରୁଛି ଆଉ ଲୋକମାନେ ଏଥିରେ ବହୁତ ଅତିଷ୍ଠ ହେଲେଣି ନାନା ପ୍ରକାର ଲୋକଙ୍କର ଧନ ଜୀବନ ପ୍ରତି ବହୁତ ବିପଦ ସୃଷ୍ଟି କରୁଛି ଲୋକମାନେ ନିରାଶ୍ରୟ ମାନେ ଲୋକମାନେ ନିଶା ଦ୍ରବ୍ୟ ଖାଇକି କାହାର ଜୀବନ ହରେଇଲେଣି ବିପର୍ଯ୍ୟସ୍ତ ହେଇଗଲାଣି ଧନ ଜୀବନ ଲୋକମାନେ ସୁରକ୍ଷିତ ନୁହଁ ତେଣୁକରି ଆମେ ସରକାରଟା ବଦଳେଇବା ଗୋଟେ ଭଲ ସରକାର ଆସିବ ଆପଣ ମାନେ କହୁନାହାନ୍ତି କେତେ ଭଲ ସରକାର ଆସିଛି ସୁଭଦ୍ରା ଯୋଜନା ଦଉଛି ଧାନ ରେଟ୍ ବଢଉଛି କେତେ ପ୍ରକାର ସାହାଯ୍ୟ ସହଯୋଗ ନ କରୁଛି ଷ୍ଟାଇପେଣ୍ଡ ପିଲାଙ୍କୁ ଦେଲାଣି ଏ ସ୍କୁଲରେ ଆହୁରି 40,000 ମାଷ୍ଟର ଆପଏଣ୍ଟମେଣ୍ଟ ହେଲେଣି ସେତେବେଳେ ଗୋଟେ ରହୁନଥିଲେ ଏବେ ଆପଣ ଦେଖୁନାହାନ୍ତି ସରକାରଟା କେତେ ଭଲ ଚାଲିଛି ଲୋକମାନେ କେତେ ରାମରାଜ୍ୟ ଆରମ୍ଭ ହେଲା ଆପଣ ଜାଣିନାହାନ୍ତି ରାମରାଜ୍ୟ ଆରମ୍ଭ ହେଲା ଏବେ ଆଜ୍ଞା ହଁ ହଉ ରାମରାଜ୍ୟ ଚାଲିଛି ଏବେ ଓଡିଶାରେ ଏବେ ହଉ ରାମରାଜ୍ୟ ଆରମ୍ଭ ହେଇଗଲାଣି ସବୁ ଶସ୍ତା ଆପଣଙ୍କୁ ସୁନା ରେଟ୍ ବଢିଛି ସୁନା ରେଟ୍ କମିଯିବ ଦେଖିବେ ଏବେ ସବୁ ଶସ୍ତା ହବ ଆପଣଙ୍କୁ ରୋଜଗାର କରିବାକୁ ପଡିବନି ଆପଣ ସକାଳୁ ଉଠିଲେ ଯୋଉ ସକାଳୁ ଲୋକମାନେ ଓଡିଶାରେ କହୁଛନ୍ତି ଆମେ ଏଇଟା ରୋଜଗାର କରିବା ସେଇଟା ରୋଜଗାର କରିବା ଯୋଉ ଧନ୍ଦୀ ହଉଥିଲେ ଆଉ ସେମାନଙ୍କୁ ହବାକୁ ପଡିବନି ସକାଳୁ ଉଠିକି ଖାଇ ପିଇକି ଆପଣ 10ଟା ବେଳେ ଯାଇକି ତାମାନେ ଲୋକ ଆଉ କିଛି କାମ କରିବେନି ସବୁ ଖାଲି ଅନେଇଥିବେ ସୁନା ଶସ୍ତା ହେଇଯିବ ସବୁ ତ ଫସଲ ସବୁ ହେଇଯିବ ସରକାରୀ ଆପଣ କଣ୍ଟ୍ରୋଲ ଅଛନ୍ତି ଆଉ ଲୋକଙ୍କୁ ତାହେଲେ କିଛି କାମ କରିବାକୁ ଆଉ ପଡିବନି ପିଲା ଲୋକ ତ ସ୍କୁଲ ଯିବେନି ପିଲା କାମ ସ୍କୁଲ ଯିବା ଦରକାର ନାହିଁ ନା କଣ? ଏତିକି କାମ କରିବେ ଦେହ ଖରାପ ପିଲାମାନେ କଣ ଏତେ ସ୍କୁଲ ସେ ଯୁଗରେ କଣ ଏତିକି ବହି ବୁହାଉଥିଲେ ଟୁଇଙ୍କିଲ ଟ୍ୱିଙ୍କଲ ଲିଟିଲ ଷ୍ଟାର କଣ ପିଲାମାନଙ୍କର ଯୋଉ କୋର୍ସ ଅଫ ଷ୍ଟଡି ଯୋଉ ସ୍କୁଲରେ ଯୋଉ କରିଛ ସେ ସ୍କୁଲରେ ଗୋଟେ ଏ ସ୍କୁଲରେ ଗୋଟେ ସେ ସ୍କୁଲରେ ଗୋଟେ କେତେଟା ପାଠ କି କେତେଟା କେତେ CBSE ଗୋଟେ ICSE ଗୋଟେ ଇଏ କଣ କି ପାଠ ଇଏ ପାଠ ତ ଗୋଟେ ହବ ଆର ଗୋଟେ ବହି ତାର ଗୋଟେ ବହି ଆର ବଦଳି ଯାଉଛି ତାର ବଦଳି ଯାଉଛି ଏତେ ତ ବହି କାହିଁ ପିଲାଙ୍କ କୁନି ପିଲାଙ୍କ ହଉ ବ୍ୟାଗ ଭିତରେ ବିପିନ ବାବୁ ନଦୁଛ। ବିପିନ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମନୋରଞ୍ଜନ କଥା କହିଥିବାରୁ କାରଣ କଥାଟାକୁ ମୁଁ ଦର୍ଶକ ବନ୍ଧୁକୁ କହିବାକୁ ଚାହୁଁଛି ଏଟା କେହି ସିରିୟସଲି ନେବେନି ଯେହେତୁ ବାତ୍ୟା ସମୟ ସତର୍କର ଘଣ୍ଟି ସବୁ ଜାଗାରେ ବାଜୁଥିଲା କିମ୍ବା ଗଣମାଧ୍ୟମରେ ଯେତେବେଳେ ଆଲର୍ଟ କରାଯାଉଛି ଆମର ପାଣିପାଗ ବିଶେଷଜ୍ଞ ଯେତେବେଳେ ଏତେ ଭଲ ଭଲ କଥା କହୁଛନ୍ତି ଆମେ ଗୋଟେ ସମସ୍ତଙ୍କର ମନ ଖୁସି କରିବା ପାଇଁ ବିପିନ ବାବୁଙ୍କୁ ମୁଁ ଫୋନ କରିଥିଲି ବିପିନ ବାବୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।